ଆପଣ ମନ୍ଦିରରେ ପହଞ୍ଚିଲେ କ'ଣ ଦେଖିଥିଲେ, ଅଭିଯୋଗ କ'ଣ ପାଇଥିଲେ? କୋଲକାତାରୁ ଯେଉଁ ଝିଅଟି ଆସିଛି ରମା ସ୍ୱାଇଁ, ତାର ଟାଇଟେଲ୍ ଆକ୍ଚୁଆଲି ବେଙ୍ଗଲୀ, ସେ ତା ସ୍ୱାମୀର ଟାଇଟେଲ୍ ଅନୁସାରେ ସ୍ୱାଇଁ ତାର ହେଇଛି, ଯାହାକି ଆଧାର କାର୍ଡ଼ ମଧ୍ୟ ଅଛି। ତାର ସେ ବିବାହ କରିଥିଲା, ରମା ସ୍ୱାଇଁର କହିବା କଥା ସେ କୋଲକାତାରେ ଥିଲାବେଳେ ତାକୁ ତାର ସ୍ୱାମୀ ଜିତେନ୍ଦ୍ର ସ୍ୱାଇଁ ବିବାହ କରିଥିଲେ ଏବଂ 4 ବର୍ଷ ଏକାଠି ରହିଥିଲେ। 4 ବର୍ଷ ପରେ ଯେତେବେଳେ କହିଲା ମୁଁ ତମ ଘରକୁ ଯିବି, ଜିତେନ୍ଦ୍ର ସ୍ୱାଇଁ ଓଡ଼ିଶା ପଳେଇ ଆସିଥିଲା ଏବଂ ତାକୁ ଆଣିବ କହୁଥିଲା। 2019 ମସିହାରେ ସେ ଝିଅ ଆସି ପହଞ୍ଚିଥିଲା କାମାକ୍ଷାନଗରରେ। କାମାକ୍ଷାନଗର ହେଉଛି ପୁଅର ଘର। କାମାକ୍ଷାନଗରରେ ପହଞ୍ଚିଥିଲା, ସେଠାରେ ମଧ୍ୟ କେସ୍ ହେଇଥିଲା। ସେତେବେଳେ ମଧ୍ୟ ସେ ଝିଅ ସହିତ ମୁଁ ଥିଲି, ମୁଁ ଯାଇଥିଲି ଶୁଣିକି ଆପଣମାନଙ୍କ ପରି ସାମ୍ବାଦିକ ଭାଇମାନେ ମୋତେ ଡାକିଥିଲେ, ମୁଁ ଯାଇଥିଲି। 3 ଦିନ ତାକୁ ସୁଯୋଗ ଦିଆଗଲା, ପୁଅ ଆସୁ ବସି ଆପୋଷ ଆଲୋଚନା କରି ତୁମେ ଫାଇନାଲ୍ କର, କିନ୍ତୁ ପୁଅ ଆସିଲା ନାହିଁ, ଲୁଚିଲା। ତାପରେ ସେ ଝିଅଟି ପଳେଇଥିଲା, ତାକୁ ସେଠିକା ପୋଲିସ ଅଫିସର ଯିଏ ତାକୁ ବ୍ୟବସ୍ଥା କରିଥିଲେ ଯିବା ପାଇଁ କୋଲକାତା। ପୁଣି ସେ ଗତକାଲି ରାତି 11ଟା ବେଳେ ମୋତେ ଫୋନ୍ କଲା ଯେ ମୋ ହଜବେଣ୍ଡର ବାହାଘର ହେଉଛି ଭୁବନେଶ୍ୱରରେ। ମୁଁ ତୋତେ କିଏ କହିଲା ନା ତାଙ୍କ ଗାଁ ଲୋକ କହିଲେ। ମୁଁ କହିଲି ଆଡ୍ରେସ୍ କେଉଁଠି? ସେଠୁ ମୋତେ ଆଡ୍ରେସ୍ କହିଲା ଯେ 4 ନମ୍ବରର ରାଧାକୃଷ୍ଣ ମନ୍ଦିର। ସେ ସକାଳୁ ଆସି ସକାଳୁ ଟ୍ରେନରେ ପହଞ୍ଚିଥିଲା। ଆମେ ଆସି ରାଧାକୃଷ୍ଣ ମନ୍ଦିର ଖୋଜୁଛୁ, ବହୁତ ଆଡ଼େ ଖୋଜି କେଉଁଠୁ ପାଉନୁ, କେଉଁଠୁ ମନ୍ଦିର ବାହାଘର ହେଉନି। ଶେଷରେ ତାଙ୍କର ଜଣେ ନିଜ ଲୋକଙ୍କ ଠାରୁ ଆମେ ଖବର ପାଇଲୁ ପାୱାର ହାଉସ୍ ମନ୍ଦିରରେ, ପାୱାର ହାଉସ୍ ପାଖରେ ଥିବା ରାଧାକୃଷ୍ଣ ମନ୍ଦିର ତାର ମ୍ୟାରେଜ୍ ହେଉଛି। ଆମେ ଗଲାବେଳକୁ ଜଷ୍ଟ ପୁଅର ହାତ ଗଣ୍ଠି ପଡ଼ିବା ପାଇଁ ଯାଉଥିଲା, ଯେଉଁକି ସେ ଝିଅ ତାର ଯେ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଛି, ସେ ଦୌଡ଼ିକି ଯାଇ ତାର ବାହାଘର ଭାଙ୍ଗିଥିଲା। ଏବଂ ଏଠି ବହୁତ ମାନେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଇଥିଲା। ତାଙ୍କର ପୁଅ ଘରର କିଛି ଲୋକ, ତା ସ୍ୱାମୀ ମଧ୍ୟ ତାକୁ ଧକ୍କା ମାରିଥିଲେ, ତାଙ୍କର କିଛି ପିଲା ମଧ୍ୟ ଆମକୁ ଠେଲାପେଲା କରିଥିଲେ। ଏହାପରେ ପୋଲିସକୁ ଆମେ 112କୁ ସେ ରମା ସ୍ୱାଇଁ ଫୋନ୍ କରିଥିଲା, ପୋଲିସ ଯାଇ ପହଞ୍ଚିଲା, ଉଭୟଙ୍କୁ ଧରିକି ଆସିଛି କ୍ୟାପିଟାଲ ଥାନାରେ ଅଛୁ। ଝିଅ ବର୍ତ୍ତମାନ ରିପୋର୍ଟ ଦେଉଛି। ମ୍ୟାଡ଼ାମ୍, ଯେଉଁ କାମାକ୍ଷାନଗରର ଯେଉଁ କେସ୍ ହେଇଥିଲା, ସେ ଦେଖୁଛନ୍ତି ପୁଅ ପଟରୁ ଡିଗ୍ରୀ ହେଇଛି ଏ କେସ୍। ନା ଡିଗ୍ରୀ ସେମାନେ କହୁଛନ୍ତି ଡିଗ୍ରୀ ହେଇଛି ସେ କହୁଛନ୍ତି ସେଟା ଯେଉଁ ମ୍ୟାରେଜ୍ ସାର୍ଟିଫିକେଟଟା କୋଲକାତାର ଏଟା ଇଲିଗାଲ। ତ ସେଟା ଇଲିଗାଲ କେମିତି ଆମେ କହିବା ଇଲିଗାଲ ବୋଲି? ଯଦି କୋର୍ଟ ତାକୁ କହିଛି ଯେଉଁ ମ୍ୟାରେଜ୍ ସାର୍ଟିଫିକେଟ ଇଲିଗାଲ, ତ ମ୍ୟାରେଜ୍ ଭ୍ୟାଲିଡ୍ ନୁହଁ, ତ ତାକୁ ଡାକିବା। ଯେତେବେଳେ ଡେଟ୍ ପଡ଼ିଲା, ଆକୁ ତ ଡକା ହେବା କଥା ନା। ଇଏ ଯେହେତୁ କମ୍ପ୍ଲେନ୍ ଦେଇଛି, ତ ଇଏ କୋର୍ଟରେ ହାଜିର ହେବାର ଥିଲା।